ବୁଝିଲୁ ସାଙ୍ଗ, ଆଜି ଏମିତି ଭାବୁ ଭାବୁ ପିଲାବେଳର କଥା ଟିକେ ମନେ ପଡ଼ିଗଲା ରେ। ପିଲାବେଳର କଥା ଟିକେ ଆକ୍ଚୁଆଲି ମନେ ପଡ଼ିଗଲା। ଆଉ ଭାବିଲି ମନ ହାଲକା କରିବା ପାଇଁ ତୋ ସହିତ କିଛି ସମୟ ଗପିଦେ। ନାଇଁ ଯଦି ତୋ ପାଖରେ ଟିକେ ଟାଇମ୍ ଅଛି ନା ସାଙ୍ଗ, ହଁ କରିଦେ। ମୋର ଦୁଃଖକୁ କିଛି ହାଲକା କରିଦେବି ସାଙ୍ଗ। ହଁ କହୁଛୁ ନା ନାହିଁ କହୁଛୁ ରେ ସାଙ୍ଗ, ପ୍ଲିଜ ହଁ କହିଦେ ନା। ମୋ ମନ ବହୁତ କଷ୍ଟରେ ସାଙ୍ଗ, କ'ଣ ବା ତତେ କହିବି। ଯେତେବେଳେ ମୁଁ ପଞ୍ଚମ କ୍ଲାସ ପାଠ ପଢୁଥିଲି ନା, ସେତେବେଳେ ମୋ ମାଆଙ୍କୁ ବାତ ବିମାରୀ ହେଇଗଲା ରେ। ଆଉ ଜାଣିଛୁ, ସେ ଦିନଠାରୁ ଘରର କାମ ପତ୍ର ସବୁ ମୋ ଉପରେ ପଡ଼ିଗଲା ରେ ସାଙ୍ଗ। ତାପରେ ପାଠ ସାଠ ବି କେମିତି ପଢ଼ିଥାନ୍ତି ସାଙ୍ଗ। ସକାଳୁ ତ ଉଠି ଶିଳରେ ମସଲା ବାଟି ଘରର ସବୁ ଖାଇବା ପିଇବା ବନେଇବା ଷ୍ଟାର୍ଟ କରିଦିଏ। ଘରର ଲୁଗା ପଟା ସବୁ ସଫାସୁତୁରା କରି। ଆଉ ଗୋଟେ କଥା, ମୁଁ ପାଠ ବେଶୀ ପଢ଼ି ପାରିଲିନି ରେ ସାଙ୍ଗ। ହଁ, ଏତେ ବି ମୂର୍ଖ ହେଇନି। ସବୁ ସଂସାରର ମିଛ ମାୟା ସଂସାରକୁ ସବୁ ଜାଣୁଛି ରେ ସାଙ୍ଗ। ପାଠ ନ ପଢ଼ିଲେ ମଧ୍ୟ ପିଲା ଛୁଆ ପୋଷୁଛି ରେ ସାଙ୍ଗ। ହଁ, ଏତିକି ମୋ ସାଙ୍ଗସାଥି କେତେ ଆଗକୁ ପଳେଇଲେ ରେ ସାଙ୍ଗ, କିନ୍ତୁ ମୁଁ ଯୋଉଠି ସେଇଠି ରହିଗଲି। ଏଥିପାଇଁ ପରିବାରରେ ମଧ୍ୟ ଆଉ ଇଜ୍ଜତ ମିଳୁନି ରେ ସାଙ୍ଗ। ସେଇଥିପାଇଁ ଦୁନିଆରେ ପଇସା ଏତେ ଇମ୍ପୋର୍ଟାଣ୍ଟ ହେଇଯିବ ବୋଲି କେବେ ଭାବିନି।